ଦଶମ ଶ୍ରେଣୀର ମୋର ସମସ୍ତ ପ୍ରିୟ ଛାତ୍ରଛାତ୍ରୀମାନେ ତୁମ ସମସ୍ତଙ୍କୁ ପୁଣି ଥରେ ତୁମମାନଙ୍କର ପ୍ରିୟ ୟୁଟ୍ୟୁବ୍ ଚ୍ୟାନେଲ୍ ଏସ୍ଏସ୍ ଓଡ଼ିଆ ଏକାଡେମୀକୁ ସ୍ୱାଗତ। ପିଲାମାନେ ତୁମମାନଙ୍କର ଯେଉଁ ରହିଛି 4ଗୋଟି କ୍ଲବ୍ ସାହିତ୍ୟ ଭୋଜନୀ, ଜିଜ୍ଞାସା, କୌଶଳୀ ଓ କ୍ରୀଡ଼ାଙ୍ଗନ। ତ କ୍ରୀଡ଼ାଙ୍ଗନର ଆମେ ଅଧିବେଶନ 7 କାର୍ଯ୍ୟଫର୍ଦ୍ଦ 5ର ଉତ୍ତର ଆମେ ଦେଖିସାରିଛେ। ଆଜି ଅଧିବେଶନ 8 କାର୍ଯ୍ୟଫର୍ଦ୍ଦ 6ର ଉତ୍ତର ଦେଖିବା। ଦେଖିଦିଅ ଅଧିବେଶନ କେତେ ନା 8। ଅଧିବେଶନ 8 କାର୍ଯ୍ୟଫର୍ଦ୍ଦ କେତେ ରହିଛି ତୁମର? କାର୍ଯ୍ୟଫର୍ଦ୍ଦ 6। କାର୍ଯ୍ୟଫର୍ଦ୍ଦ 6ର ଉତ୍ତର ଆମେ ଦେଖିବା। ତ କ'ଣ ସବୁ ରହିଛି ପ୍ରଶ୍ନ ସେ ବିଷୟରେ ଜାଣିବା। କିନ୍ତୁ ଯଦି ଚ୍ୟାନେଲକୁ ଯେଉଁମାନେ ସର୍ବପ୍ରଥମେ ଭିଜିଟ୍ କରୁଛ ବା ଆସୁଛ ଦେଖିବା ପାଇଁ, ଚ୍ୟାନେଲ ଗୋଟେ ସବସ୍କ୍ରାଇବ୍ କରିଦିଅ। ଆଉ ପାଖରେ ଥିବା ଅଲ୍ ଦ ବେଲ୍ ନୋଟିଫିକେସନ୍ ଆଇକନ୍କୁ କ୍ଲିକ୍ କରିଦିଅ, ଯାହାଦ୍ୱାରା କି ମୁଁ ଯେଉଁ ବି ଭିଡ଼ିଓ ତୁମ ଅଧିବେଶନ ସଂକ୍ରାନ୍ତି ଅପଲୋଡ଼ କରିବି ତୁମମାନଙ୍କ ପାଖରେ ସର୍ବପ୍ରଥମେ ତା'ର ନୋଟିଫିକେସନ୍ ପହଞ୍ଚିପାରିବ। ତା ସହିତ ଅନ୍ୟ କ୍ଲବ୍ର ଯେଉଁ ଅଧିବେଶନ ଗୁଡ଼ିକ ମଧ୍ୟ ମୁଁ ଅପଲୋଡ଼ କରିବି ତା'ର ଭିଡ଼ିଓ ପହଞ୍ଚିପାରିବ। ତେଣୁ ସାଙ୍ଗମାନଙ୍କ ସହିତ ସେୟାର କରିଦିଅ, ସେମାନେ ମଧ୍ୟ ଉପକୃତ ହୁଅନ୍ତୁ। ପରବର୍ତ୍ତୀ ସମୟରେ ଆମେ MCQ ଆଲୋଚନା କରିବା ପ୍ରତ୍ୟେକ ସବଜେକ୍ଟ ୱାଇଜ୍। ତ ଭିଡ଼ିଓ ସହିତ ଜଡ଼ିତ ହୋଇକି ରହିବା ପାଇଁ ଚ୍ୟାନେଲକୁ ନିଶ୍ଚିତ ଭାବରେ ସବସ୍କ୍ରାଇବ୍ ରଖ, ସପୋର୍ଟ କର, ସହଯୋଗ କର। ଚାଲ ଦେଖିବା ଆଜିର ଭିଡ଼ିଓ କ'ଣ ରହିଛି, ଉତ୍ତର ଆମେ କ'ଣ କରିବା। କାର୍ଯ୍ୟଫର୍ଦ୍ଦ 6ର ଉତ୍ତର। କାର୍ଯ୍ୟଫର୍ଦ୍ଦ 6ର ଉତ୍ତର ଜାଣିବା। କ'ଣ ରହିଛି ନା ନିମ୍ନରେ ଦିଆଯାଇଥିବା ଖାଲି ସ୍ଥାନ ପୂରଣ କର। ନିମ୍ନରେ ଦିଆଯାଇଥିବା ଖାଲି ସ୍ଥାନ। ମୋତେ ଯେଉଁ କାମରେ କଷ୍ଟ ଅନୁଭବ ହୁଏ। କର ଉତ୍ତର ଆମେ କ'ଣ ଲେଖିବା ନା ମୋତେ ସ୍କୁଲକୁ ଚାଲି ଚାଲି ଗଲାବେଳେ କଷ୍ଟ ଅନୁଭବ ହୁଏ। ଏପଟେ କର କ'ଣ ଲେଖିପାରିବା ନା ମୋତେ ଦୌଡ଼ିବାରେ କଷ୍ଟ ଅନୁଭବ ହୁଏ। ଖରେ ଲେଖିବା କ'ଣ? ମୋତେ ଗଣିତ ପ୍ରଶ୍ନ ସମାଧାନ କରିବାରେ କଷ୍ଟ ଅନୁଭବ ହୁଏ। ମୋତେ ଖରେ ଏଠି ଲେଖିବା କ'ଣ ନା ମୋତେ ଇଂରାଜୀ କହିବାରେ କଷ୍ଟ ଅନୁଭବ ହୁଏ। ତାପରେ ଦେଖ 2 ନମ୍ବର ପ୍ରଶ୍ନ କ'ଣ ଦେଇଛି ନା ଆସ ଅନ୍ୟଠାରୁ ସାହାଯ୍ୟ ମାଗିବାର ଅଭ୍ୟାସ କରିବା। ନିମ୍ନରେ ଦିଆଯାଇଥିବା ବିକଳ୍ପ ଗୁଡ଼ିକ ମଧ୍ୟରୁ ଗୋଟିଏ ବାଛି ଖାଲି ସ୍ଥାନ ପୂରଣ କରିବା। 2 ନମ୍ବର କ ସମସ୍ୟା କ'ଣ? ସମସ୍ୟା ହେଉଛି କ୍ୟାରିୟର ବିକଳ୍ପର ଅନୁସନ୍ଧାନ କଲାବେଳେ ସଠିକ୍ କ୍ୟାରିୟର ବାଛିବାରେ ଅସୁବିଧା ଅନୁଭବ କରିବା। ଏଇଟା ମୁଁ ଗୋଟେ ସମସ୍ୟା ଲେଖିଲି, ତୁମେ ମଧ୍ୟ ତୁମ ହିସାବରେ କିଛି ବି ସମସ୍ୟା ଲେଖିପାରିବ। ଖରେ କ'ଣ ଲେଖିବା? ତୁମେ ଏହି ସମସ୍ୟାର ସମାଧାନ କରିବାକୁ କିପରି ଚେଷ୍ଟା କଲ? ମୁଁ ମୋର ସହପାଠୀ ତଥା ଶିକ୍ଷକଙ୍କର ସାହାଯ୍ୟ ମାଗିଲି। ସେ ଭିତରେ ଅଛି ନିଜେ ଚେଷ୍ଟା କଲି ନା ଅନ୍ୟର ସାହାଯ୍ୟ ମାଗିଲି, ଏହା ବିଷୟରେ ପଢ଼ିଲି। ଅନ୍ୟର ସାହାଯ୍ୟ ମାଗିଲି, ମୁଁ ଯେଉଁ କଥାଟା କହିଲି ସେଇଟା ଅନ୍ୟର ସାହାଯ୍ୟ ମାଗିଲି। ତାପରେ ଗୋରେ ଲେଖିବା କ'ଣ? ତୁମେ ଅନ୍ୟଠାରୁ କିପରି ସାହାଯ୍ୟ ମାଗିବ? ଦୟାକରି ମୋର, ଦୟାକରି ତୁମେ। କ'ଣ ଲେଖିବା? ଦୟାକରି ମୋର କ୍ୟାରିୟର ବାଛିବାରେ ଥିବା ଡାଉଟ୍ ବା ସନ୍ଦେହ ଦୂର କରିବାରେ ସାହାଯ୍ୟ କରିପାରିବ କି? ତାପରେ 3 ନମ୍ବର ଦେଖିବା। 3 ନମ୍ବର କ'ଣ କହିଛି? ଶିକ୍ଷକ, ବାପା ମା ଏବଂ ପରିବାର ସଦସ୍ୟଙ୍କ ବ୍ୟତୀତ ଆବଶ୍ୟକ ସ୍ଥଳେ ଆଉ କେଉଁ 5 ଜଣଙ୍କ ଠାରୁ ସାହାଯ୍ୟ ମାଗିବ? ପ୍ରଥମେ 1 ନମ୍ବର ଲେଖିବା ସହପାଠୀ। 2 ନମ୍ବର ଲେଖିବା ଅଭିଜ୍ଞତା ସମ୍ପନ୍ନ ବ୍ୟକ୍ତି। 3 ନମ୍ବର ଲେଖିବା ବହି ବା ଲାଇବ୍ରେରୀ। 4 ନମ୍ବର ଲେଖିଦେବା ଉପର ଶ୍ରେଣୀରେ ପଢ଼ୁଥିବା ବଡ଼ ଭାଇ ଓ ଭଉଣୀ। 5 ନମ୍ବର ଲେଖିଦେବା କ'ଣ ନା ଗୁଗଲ୍ ଠାରୁ ମଧ୍ୟ ଆମେ ସାହାଯ୍ୟ ନେଇପାରିବା। ଯଦି ଆମେ କିଛି ଡାଉଟ୍ ରହୁଛୁ, ସମାଧାନ ଆମକୁ ମିଳୁନି, ଗୁଗଲ୍ର ସହାୟତା ନେଇକି ଆମେ ମଧ୍ୟ ସମାଧାନ କରିପାରିବା। ତ ଏଇଠି ଆମେ ସମସ୍ତ ପ୍ରଶ୍ନର ଉତ୍ତର ଜାଣିପାରିଲେ। କାର୍ଯ୍ୟଫର୍ଦ୍ଦ 6 ଅଧିବେଶନ 8ର। ଯଦି ଭିଡ଼ିଓଟି ତୁମମାନଙ୍କୁ ଭଲ ଲାଗିଛି ତେବେ ନିଶ୍ଚିତ ଭାବରେ ଗୋଟେ ସବସ୍କ୍ରାଇବ୍ କରିଦିଅ, ଆଉ ସାଙ୍ଗମାନଙ୍କ ସହିତ ବହୁତ ମାତ୍ରାରେ ସେୟାର କରିଦିଅ। ରହୁଛି। ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ।